ପିଲାମାନେ ଆଜିର କାହାଣୀଟି ଗୁରୁଦାସଙ୍କ ମାତୃଭକ୍ତି ଉପରେ ଆଧାରିତ। ଯେତେବେଳେ ଭାରତରେ ଇଂରେଜମାନେ ଶାସନ କରୁଥିଲେ ସେତେବେଳେ ଖୁବ୍ କମ୍ ସଂଖ୍ୟକ ଭାରତୀୟ ଉଚ୍ଚ ସରକାରୀ ପଦରେ ନିଯୁକ୍ତ ହେଉଥିଲେ। ସେଥିମଧ୍ୟରୁ ସାର୍ ଗୁରୁଦାସ ବନ୍ଦୋପାଧ୍ୟାୟ ସେହି ସମୟରେ କଲିକତା ହାଇକୋର୍ଟର ବିଚାରପତି ଥିଲେ ଓ ତତ୍ ସହିତ କଲିକତା ବିଶ୍ୱବିଦ୍ୟାଳୟର ଭାଇସ୍ ଚାନ୍ସେଲର ବା କୁଳାଧିପତି ମଧ୍ୟ ଥିଲେ। ଥରେ ସାର୍ ଗୁରୁଦାସ ହାଇକୋର୍ଟରେ ବସି କୌଣସି ମକଦ୍ଦମା ଶୁଣୁଥିଲେ। ସେତିକିବେଳେ ଗୋଟିଏ ବୁଢ଼ୀ ଆସିଲା। ସେଇ ବୁଢ଼ୀ ସାର୍ ଗୁରୁଦାସଙ୍କୁ ପିଲାବେଳେ କ୍ଷୀର ପିଆଇଥିଲା। ସେ ତାଙ୍କର ଧାଇ ଥିଲା। ବହୁତ ବର୍ଷ ହେଲା ସେ ତା ଗାଁକୁ ଚାଲି ଯାଇଥିଲା। ବହୁ ଦିନରୁ ସେ କଲିକତା ଆସିନଥିଲା। ସେଇ ବର୍ଷ ଗ୍ରହଣ ଅର୍ଥାତ୍ ଚନ୍ଦ୍ରଗ୍ରହଣ ଲାଗିଥିବାରୁ ସେ ଗଙ୍ଗା ସ୍ନାନ କରିବାକୁ କଲିକତା ଆସିଥିଲା। ଗଙ୍ଗା ସ୍ନାନ କରିବା ପରେ ତାର ସ୍ନେହର ଗୁରୁଦାସକୁ ଟିକେ ଦେଖିବାକୁ ମନ ହେଲା। ଲୋକମାନଙ୍କୁ ପଚାରି ପଚାରି ସେ ହାଇକୋର୍ଟକୁ ଚାଲି ଆସିଥିଲା। ଗରିବ ଗାଉଁଲି ବୁଢ଼ୀଟି ମଇଳା ଲୁଗା ପିନ୍ଧିଥିଲା। ଗଙ୍ଗା ସ୍ନାନ କରିବା ଦ୍ୱାରା ତା ଲୁଗା ଓଦା ହୋଇଯାଇଥିଲା। ସେ ଶୁଖିଲା ଲୁଗା ମଧ୍ୟ ପିନ୍ଧିନଥିଲା। ସେଇ ଓଦା ଲୁଗାରେ ସେ ଗୁରୁଦାସଙ୍କୁ ଦେଖା କରିବାକୁ ଆସିଥିଲା। ହାଇକୋର୍ଟର ଚପରାସି ତାକୁ ଭିତରକୁ ଛାଡ଼ୁନଥାଏ ଓ ବୁଢ଼ୀ ତାକୁ ହାତ ଯୋଡ଼ି କହୁଥାଏ, ମୋ ଧନଟା ପରା, ମୋତେ ଟିକେ ମୋ ଗୁରୁଦାସକୁ ଭେଟିବାକୁ ଦେ। ଅଚାନକ ସାର୍ ଗୁରୁଦାସଙ୍କର ଦରଜା ଆଡ଼କୁ ଦୃଷ୍ଟି ଚାଲିଗଲା। ସେ ହଠାତ୍ ନ୍ୟାୟାଧୀଶ ଆସନରୁ ଉଠି ପଡ଼ିଲେ। ତାଙ୍କୁ ଆସୁଥିବାର ଦେଖି ଚପରାସି ଆଡ଼େଇ ହୋଇଗଲେ। ସାର୍ ଗୁରୁଦାସ ଭୂମିରେ ଲମ୍ବ ହୋଇ ପଡ଼ିଯାଇ ସେଇ ମଳିଆ ଅପରିଷ୍କୃତ ଗରିବ ବୁଢ଼ୀକୁ ଦଣ୍ଡବତ ଅର୍ଥାତ୍ ପ୍ରଣାମ କଲେ। ସମସ୍ତେ ଆଚମ୍ବିତ ହୋଇ ଚାହିଁ ରହିଥାନ୍ତି। ଗାଉଁଲି ବୁଢ଼ୀକୁ କ'ଣ ଜଣା ଯେ ହାଇକୋର୍ଟ କ'ଣ ଓ ଜଜ୍ କ'ଣ? ତାର ଦୁଇ ଆଖିରୁ ଅଶ୍ରୁ ଧାର ଧାର ହୋଇ ଝରି ଆସିଲା। ସେ ଆଶୀର୍ବାଦ ଦେଇ କହିଲା, ମୋ ଗୁରୁଦାସ ବୁଢ଼ାଟିଏ ହୋଇଥା। ସାର୍ ଗୁରୁଦାସ ସମସ୍ତଙ୍କୁ ଜଣାଇଦେଲେ, ଏ ମୋର ମା। ଏ ମୋତେ ପିଲାବେଳେ କ୍ଷୀର ପିଆଇ ମଣିଷ କରିଛନ୍ତି। ଆଜିର ମକଦ୍ଦମା ଏବେ ଏଇଠୁ ବନ୍ଦ ରହିଲା। ମୁଁ ୟାକୁ ନେଇ ଘରକୁ ଯାଉଛି। ଜଷ୍ଟିସ୍ ସାର୍ ଗୁରୁଦାସ ସେହି ବୁଢ଼ୀକୁ ନିଜ ବାସଭବନକୁ ନେଇଗଲେ ଓ ସେଠାରେ ସମ୍ମାନର ସହିତ ତାଙ୍କର ସତ୍କାର ଓ ସେବା କଲେ। କ୍ଷୀର ପିଆଇଥିବା ଧାଇ ମଧ୍ୟ ମା ଅଟେ। ଯେ ଏତେ ବଡ଼ ଜଜ୍ ହୋଇ ଧାଇକୁ ମଧ୍ୟ ଏତେ ସମ୍ମାନ ଦେଉଥିଲେ, ସେ ତାଙ୍କ ମା ସ୍ୱର୍ଣ୍ଣମଣୀ ଦେବୀଙ୍କୁ କେତେ ସମ୍ମାନ ଦେଉନଥିବେ? ଯେଉଁମାନେ ଉଚ୍ଚଶିକ୍ଷିତ ହୋଇ ଓ ଉଚ୍ଚ ପଦବୀ ପାଇ ନିଜର ମା ବାପାଙ୍କୁ ଏବଂ ଘର ଓ ଗାଁର ବଡ଼ ବଡ଼ ଲୋକମାନଙ୍କୁ ସମ୍ମାନ ଦିଅନ୍ତି ନାହିଁ, ସେମାନେ ବିଚାରହୀନ ଅଟନ୍ତି। ପ୍ରକୃତରେ ଭଲ ମଣିଷ ସେହିମାନେ ଯେଉଁମାନେ ପଦ, ବିଦ୍ୟା ଓ ବଡ଼ିମା ପାଇ ମଧ୍ୟ ଅଭିମାନ କରନ୍ତି ନାହିଁ। ସେମାନେ ସର୍ବଦା ନମ୍ର ରହନ୍ତି ଆଉ ବଡ଼ମାନଙ୍କୁ ଯଥେଷ୍ଟ ସମ୍ମାନ ଦିଅନ୍ତି। ପ୍ରକୃତରେ ବଡ଼ମାନଙ୍କୁ ଯଥେଷ୍ଟ ସମ୍ମାନ ଦେବା ଆଉ ଗୁରୁଜନଙ୍କ ପ୍ରତି ଶ୍ରଦ୍ଧା ଭକ୍ତି କରିବା, ସେବା ଯତ୍ନ କରିବା, ତାଠାରୁ ବଳି ଆଶୀର୍ବାଦ ଆଉ ଦୁନିଆରେ କିଛି ନାହିଁ। ତେଣୁ ସମସ୍ତେ ଗୁରୁଜନଙ୍କ ପ୍ରତି ଶ୍ରଦ୍ଧା, ଉପଯୁକ୍ତ ସମ୍ମାନ ଆଉ ସେମାନଙ୍କର ସେବା କରିବା ଉଚିତ। ତାହେଲେ ଯାଇ ସେମାନଙ୍କ ଠାରୁ ଆଶୀର୍ବାଦ ପାଇଲେ ତମେ ଭଲ ମଣିଷଟିଏ ହୋଇ ଦୁନିଆ ଦାଣ୍ଡରେ ଠିଆ ହୋଇପାରିବ। ପିଲାମାନେ, ଗପଟି କିଭଳି ଲାଗିଲା ତମମାନଙ୍କ ମତାମତ ଅପେକ୍ଷାରେ ରହୁଛି। ଆଜି ପାଇଁ ଧନ୍ୟବାଦ।